ଆଜି ରାସ୍ତାରେ ଯାଉ ଯାଉ ବିକ୍ରମ ଭାଇର ପୁଅ କହିଲା ଟନ୍ ଚାଚାକୁ ଯାହାହେଲେ ଗୋଟେ ହାଟ ଦିଅ। ଗୋଟେ ନି ପିସ୍ ଥିଲା ଆଉ ସବୁ ସରିଥିଲା। ହାଟଟା ଆଣି ଛତୁ ବି ଥିଲା, ବଟମ ଛତୁ। ହାଟଟା ରଖିଦେଲି ପ୍ରେସରରେ। କଞ୍ଚା ଲଙ୍କା, ବିଲାତି, ରେସୁଣ, ପିଆଜ ଆଉ ପାଣି, ଲୁଣ, ହଳଦୀ, ଆହା ଆଉ ମିଟ୍ ମସଲା, ତାର ସହିତ ଗରମ ମସଲା ଆଉ ସୋରିଷ ତେଲ ମିଶେଇକିରି ପୁରା କଞ୍ଚାଟାରେ ଖଡ଼ିକା ସହିତ ଘାଣ୍ଟି ଦେଲି ରେ। ତାପରେ ତ ପ୍ରେସର କୁକରଟା ବନ୍ଦ କରି ଗ୍ୟାସରେ ଚଢ଼ାଇ ଦେଲି। ଆହା 3ଟା ସିଟି ପର୍ଯ୍ୟନ୍ତ ପୁରା ଅପେକ୍ଷା କରିଲି ରେ। 3ଟା ସିଟି ମାରି ସାରିଲା ପରେ ଓହ୍ଲେଇକି ଦେଖେ ତ ପୁରା ସିଝି ଯାଇଛି ସବୁ କିଛି ରେ। ସିଟିଟା ମାରିଲା ବେଳେ ବି ଜବରଦସ୍ତ ବାସ୍ନା ହେଉଥିଲା। ଦେଖନ୍ତୁ କେମିତି ରୂପ, ଆହା ମାନେ କଷା ହେଇନି, ସବୁ ସିଝା। ଦେଖନ୍ତୁ ଟମାଟର ବି ସିଝି ଯାଇଛି, ଛତୁ ବି ସିଝି ଯାଇଛି। ଆଗେ ଝୋଳଟାକୁ ତ ପିଇକି ପୁରା ଅଲଗା ଟାଇପ୍ର ଫିଲ୍ଟା କରିଦେଲି ରେ। ଆଖି ବନ୍ଦ ହେଇଗଲା, ବେହୋସ ହେଇଗଲି। ଭାତଟା ସାଙ୍ଗରେ ଗୋଳେଇକି ଝୋଳଟା ଅଲଗା ପ୍ରକାର ହାମ୍ପୁଡ଼ିକିରି ଖାଇଲି ରେ। ତାପରେ ତ ହାଟଟା ବାହାରିକିରି ସେଇ ପୋଖରୀ ଭିତରୁ ଆଗରେ ଚର୍ବିଟା ଟାଣିକିରି ଛିଡ଼େଇକିରି ଖାଇଦେଲି। ହାଟଟାକୁ ବି ଗିଳି ଦେଲି ରେ। ଓହୋ, ଏଇଟା ତ କଷିବାଠୁ ଅଲଗା ପ୍ରକାର ଟେଷ୍ଟ ଅଛି। ଓ ତୁମେ ଜାଣିନଥିବ, ଖାଇକି ଦେଖିଲେ ଜାଣିବ। ନିହାତି ଟିକେ ଘରେ କରିକି ଖାଇମେ ରେ। ରହିଲି, ବାଏ। ଲୁଭ ନାଗୁଥିବ ଆପଣମାନଙ୍କୁ।